ମାଥ୍ୟୁ ଲିଖିତ ସୁସମାଚାର ତାର 5 ପର୍ବ 1ରୁ 13 ପଦ ପଢିବେ ଟିକେ। ପର୍ବତ ଆରୋହଣ କଲେ, ପୁଣି ଉପବେଶନ କଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଛାମୁକୁ ଆସିଲେ। ସେଥିରେ ସେ ମୁଖ ଫିଟାଇ ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ, ଆତ୍ମାରେ ଦିନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର। ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନା ପ୍ରାପ୍ତ ହେବେ। ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ। ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ। ଶୁଦ୍ଧଚିତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କର ଦର୍ଶନ ପାଇବେ। ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କର ସନ୍ତାନ ବୋଲି ଖ୍ୟାତ ହେବେ। ଧାର୍ମିକତା ନିମନ୍ତେ ତାଡ଼ନା ପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର। ଆମେନ୍। 13 ଯାଏ। ଲୋକେ ଯେବେ ତୁମମାନଙ୍କୁ ମୋ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି ମିଥ୍ୟାରେ ତୁମମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ। ଆନନ୍ଦ କର, ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର। ସେହିପରି ତ ସେମାନେ ତୁମ୍ଭମାନଙ୍କର ପୂର୍ବବର୍ତ୍ତୀ ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ। ତୁମ୍ଭେମାନେ ପୃଥିବୀର ଲବଣ, କିନ୍ତୁ ଲବଣ ଯଦି ସ୍ୱାଦବିହୀନ ହୁଏ, ତେବେ ତାହା କାହିଁରେ ଲବଣତ୍ୱ ଯୁକ୍ତ ହବ? ତାହା ଆଉ କୌଣସି କାର୍ଯ୍ୟଯୋଗ୍ୟ ନୁହେଁ, କେବଳ ବାହାରେ ପକାଯାଇ ଲୋକମାନଙ୍କର ପାଦ ତଳେ ଦଳିତ ହେବାର ଯୋଗ୍ୟ। ଆମେନ୍। ଧନ୍ୟବାଦ। ଯେତେବେଳେ ଆମେ ଦେଖୁ ମାଥ୍ୟୁ ତାର 5 ପର୍ବରୁ 7 ପର୍ବ ଯାଏ ପାର୍ବତ୍ୟ ଉପଦେଶ ବିଷୟରେ ଲେଖାଯାଏ। ବହୁତ କମ ଲୋକ ଆକୁ ପଢନ୍ତି, କାରଣ ବାଇବେଲରେ ଲୋକମାନେ ଗୀତ ସହିତ ପଢିବାକୁ ବହୁତ ଭଲ ପାଆନ୍ତି। ଗଡ୍ ଇଜ ମାଇ ସାଲଭେସନ, ସଦାପ୍ରଭୁ ମୋର ଦୃଢ ଦୁର୍ଗ, ଏଇଭଳି ବିଶେଷ ଲୋକମାନଙ୍କର ବାଇବେଲରେ ଯୋଉ ଗୀତ ସଂହିତା ପ୍ରାୟ ସେମାନେ ପଢିବା ପାଇଁ ଭଲ ପାଆନ୍ତି। କିନ୍ତୁ ଏଇ ଯୋଉ ମାଥ୍ୟୁ ତାର 5 ପର୍ବରୁ 7 ପର୍ବ ଯଦି ପଢିବେ କହିଲେ ତାକୁ ପାଳନ କରିବାକୁ ପଡିବ। ସେଥିପାଇଁ ପ୍ରାୟ ଏଇ ପାର୍ବତ୍ୟ ଉପଦେଶ ବହୁତ କମ ଜଣ ପଢିଥାନ୍ତି, କାରଣ ଏଇଠି ଯୋଉ ବିଷୟ ଗୁଡାକ ଲେଖାଯାଏ ତା ପ୍ରଭୁ ଚାହାନ୍ତି ଆମମାନଙ୍କ ଜୀବନରେ ତା ପାଳନ କରୁ। ମାଥ୍ୟୁ 5ରୁ 7 ଭିତରେ ଲୋକମାନେ ପଢନ୍ତି ଯେ ମାଥ୍ୟୁ 6:33 ଯେମିତି ଲେଖାଯାଏ, ପ୍ରଥମେ ତାଙ୍କ ରାଜ୍ୟ ଓ ଧାର୍ମିକତା ଅନୁସରଣ କର, ସେଇ ସବୁ ବିଷୟ ତୁମମାନଙ୍କୁ ଦିଆଯିବ। ଏଇଟା ପଢିଥାଇ ପାରନ୍ତି, ଲୋକମାନେ ପଢନ୍ତି ଏଇଟା। ମାଥ୍ୟୁ 6:24 ଯେମିତି ଲେଖାଯାଏ, ଜଣେ ଲୋକ 2 ପ୍ରଭୁଙ୍କ ଦାସ ହେଇପାରିବନି। କିନ୍ତୁ ଆହୁରି ବହୁତ ଜିନିଷ ଲେଖାଯାଏ, ଯେମିତି ମାଥ୍ୟୁ 6:19 ଲେଖାଯାଏ, ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ। ଚୋରମାନେ ଯେପରି ସିନ୍ଦିକେଟ ଚୋରି କରନ୍ତି, ସେଭଳି ଭାବରେ ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ। ଏଇଭଳି ବିଷୟ ଯେତେବେଳେ ଲେଖାଯାଏ, ଲୋକମାନେ ପଢିବାକୁ ଇଚ୍ଛା କରନ୍ତିନି। କିନ୍ତୁ ମାଥ୍ୟୁ 5:7 ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଲେଖାଯାଏ, ଦ ସର୍ମନ ଅନ୍ ଦ ମାଉଣ୍ଟ, ପାର୍ବତ୍ୟ ଉପଦେଶ। ଏଇ ବିଷୟ ପଢିବା ଆଉ ତାକୁ ପାଳନ କରିବା ଆମମାନଙ୍କ ଜୀବନରେ ତା ଗୁରୁତ୍ୱପୂର୍ଣ୍ଣ ଅଟେ, ତା ମହତ୍ୱପୂର୍ଣ୍ଣ ଅଟେ। 5ରୁ 7 ଯେତେବେଳେ ଆମେ ଦେଖୁ ଯୀଶୁଙ୍କର ପାର୍ବତ୍ୟ ଉପଦେଶ, ଦ ସର୍ମନ ଅନ୍ ଦ ମାଉଣ୍ଟ, ମହାଜନତା ତ କିନ୍ତୁ ଆସୁଥିଲେ, କିନ୍ତୁ ଯୋଉ ଶିଷ୍ୟମାନେ ଯୀଶୁ ଗୋଟେ ପାହାଡ ଉପରକୁ ଗଲେ, କିନ୍ତୁ ଲେଖାଯାଏ ପୁଣି ବସିବା ପରେ ତାଙ୍କ ଶିଷ୍ୟମାନେ ତାଙ୍କ ପାଖକୁ ଆସିଲେ, ଆଉ ସେ ଶିଷ୍ୟମାନଙ୍କୁ ପାର୍ବତ୍ୟ ଉପଦେଶ କହିବା ପାଇଁ ଲାଗିଲେ। ଯେତେବେଳେ ଲୋକମାନେ ଭିଡ ହଉଥିଲେ, ସେତେବେଳେ ସେ ପ୍ରଚାର କରୁଥିଲେ, କିନ୍ତୁ ଶିଷ୍ୟମାନଙ୍କୁ ହିଁ ଶିକ୍ଷା ଦଉଥିଲେ। ଆଜି ମୁଁ କହିବା ପାଇଁ ଚାହେଁ, ଯେତେବେଳେ ଏଇ ପାର୍ବତ୍ୟ ଉପଦେଶ ସେ ଶିଷ୍ୟମାନଙ୍କୁ କହିଲେ, ହେଇପାରେ ଯଦି ଆମେ ଭିଡରେ ଆଜି ରହିବା ତ ପାର୍ବତ୍ୟ ଉପଦେଶକୁ ଆମେ ଶୁଣି ପାରିବା ନାହିଁ। 5 ପର୍ବ 1 ପଦରେ ଲେଖାଯାଏ, ପାହାଡ ଉପରକୁ ଚଢିଲେ, ପୁଣି ବସିବା ପରେ ତାଙ୍କ ଶିଷ୍ୟମାନେ ତାଙ୍କ ପାଖକୁ ଆସିଲେ। ପାର୍ବତ୍ୟ ଉପଦେଶ ଶୁଣିବା ପାଇଁ ହେଲେ, ପାର୍ବତ୍ୟ ଉପଦେଶ ପାଳନ କରିବା ପାଇଁ ହେଲେ ଶିଷ୍ୟ ହବାକୁ ପଡିବ। ଯେତେବେଳେ ଲୋକମାନଙ୍କ ଗହଳିରେ ଆମେ ରହିଯାଉ, ମହାଜନତା ଭିତରେ ରହିଯାଉ, ତ ପାର୍ବତ୍ୟ ଉପଦେଶକୁ ଆମେ ଶୁଣି ନ ପାରୁ। ଯେତେବେଳେ ସର୍ମନ ଅନ୍ ଦ ମାଉଣ୍ଟ, ଲୋକମାନଙ୍କର ଭିଡ ତ ଥିଲା, କିନ୍ତୁ ଯୋଉ ଶିଷ୍ୟମାନେ ଆସିଲେ,
से शिष्य मान से पहाड़ रे थाई तांकु ए गुरुत्वपूर्ण शिक्षा गुड़ाक तांकु कहिया पे लागिले। गहली रे रहिले तो सर्वानंद माउंट आम मैंने शुणी पारिबानी कि पालन करि पारिबानी। आकु शुणिबाको हेले, आकु बुझिबाको हेले, आकु पालन करिबाको हेले आमनको आउ गोटे पाद गहली रु बाहरिकी शिष्य आड़ को आसबार अछि। प्रभु साहाय्य करंतु। जेतेबेले आमे देखु 13 पदरे लिखा जाए तुमे माने जगतर लवण बोली लिखा जाए। तुम माने पृथ्वीर लवण, किंतु लवण जदि स्वाद विहीन तेबे ता काहिरे लवणाक्त हेबो। ता आउ कोनोसी कार्य योग्य नुहे, केवल बाहर पका जाए लोक मान पाद तले दलित हबार योग्य। पाखापाखि 8टा विषय एठारे लिखा जाए। माथ्यू लिखुचंती 8टा विषय। ये 8टा विषय जार जीवन रे अछि तो सेमान को कुआ जाए जगतर लवण। प्रथम है आत्मा रे दिनहीन लोक धन्य, कारण स्वर्ग राज्य सेमानकर। द्वितीय रे शोकार्त लोक धन्य, कारण सेमाने सांत्वना प्राप्त हेबे। तापरे नम्र लोके धन्य, कारण सेमाने पृथ्वीर अधिकारी हेबे। धार्मिकता निमंते खिदित और तृषित लोक धन्य, कारण सेमाने परितृप्त हेबे। दयालु लोक धन्य, कारण सेमाने दया प्राप्त हेबे। सुदचित लोक धन्य, कारण सेमाने ईश्वरंक दर्शन पाइबे। शांतिकारक लोक धन्य, कारण सेमाने ईश्वरंक संतान भाव में परिचित हेबे। धार्मिकता निमंते ताड़ना प्राप्त लोक धन्य, कारण स्वर्ग राज्य सेमानकर। एई 8टी विषय जदि आम मान जीवन रे अछि ताले आम माने मध्य जगतर लवण। जीशु ख्रीष्ट जगतर लवण एई बोली शिष्य मानकु कहिले, जो शिष्य माने ठीक रे सेमाने प्रार्थना करिबा कोन जानि नांती, ज्ञान नथिला, उपवास करिवार ज्ञान मध्य नथिला, बाइबल रो ज्ञान मध्य तांकर नथिला। एई बोली शिष्य मानकु जो माने मत्स्यजीवी रु सेमाने आस्तिले सब किछि छाडी की तो सेमानकु कहउछथि तुम माने जगतर लवण। से समय फारूसी माने थिले, जो फारूसी को से कहलेनी तुम माने जगतर लवण। जो फारूसी जो माने दिन रे 3 थर उपवास, दिन रे 3 थर प्रार्थना करंती, सप्ताह रे 2 थर उपवास करंती, छोट छोट विषय मध्य दशमांश मध्य दियंती, कारण फारूसी और करगरे 2 जण मंदिर को गले लिखा जाए। किंतु सेही फारूसी को कहउनांती तुमे माने जगतर लवण, किंतु जो माने से गहली रु भारी की शिष्य जो माने आगु को आसु अछंती सेमान को कहउछंती तुम माने जगतर लवण। हेई पारे हमें अनेक दिन रो विश्वास हेई पारू, किंतु जो माने से गहली रु भारी की आछंती आजी प्रभु सेमान को मध्य रे अनेक को खोजिया पे चाहती जो माने जगतर लवण हेबे। फारूसी थिले से समय रे, साधुकी माने थिले, किंतु प्रभु एई बळे लोकन को कहउचंती जे तुमे माने जगतर लवण, जा शिष्य मानकु से कहउतले जे तुमे माने होउच जगतर लवण, जाकर साधारण ज्ञान मध्य नथिला। एई बळे लोकन को प्रभु कहले तुमे होउच जगतर लवण। सेई पे प्रथम रे लिखा जाए आत्मा रे दिनहीन लोक धन्य आ स्वर्ग राज्य सेमानकर बोली लिखा जाए। जदि यहा को हमने बुझू आत्मा रे दिनहीन लोक धन्य, आमे 2 प्रकार लोक देखु, गोटे आत्मा रे दिनहीन, गोटे शारीरिक भाव रे दिनहीन। जो माने शरीर शारीरिक भाव रे दिनहीन आमे सेमानकु बेगर बोली कहितो। जो माने दैनंदिन से माने मागिबा पई लोक मानक पाखकु जानती। ओडिया रे जदि से वर्ड को माने देखु जाकु कुआ जे भिखारी बोली कुआ जे। जो माने मागिबा पई दैनंदिन लोक मानक पाखकु जानती, अन्य मानक ऊपरे निजर आवश्यकता को पूर्ण करिया पई अन्य मानक ऊपरे से माने निर्भर करंती दैनंदिन। आज जहा किछि से मानक पई दरकार से माने जानती, द्वार द्वार बुली से माने मागंती, आ जहा मागंती से अनुसारे सेही दिनटी से माने चलंती। अन्य मानक ऊपरे से माने से दिन पई निर्भर करंती। प्रत्येक विषय पूर्ण करिया पे, निजर आवश्यकता को पूर्ण करिया पे से माने घर को घर से माने जानती। तांकु कुआ जाए शारीरिक भाव रे से माने दिनहीन, कारण निजर आवश्यकता को निजे पूर्ण करि पारंती नाही। अन्य मानक ऊपरे निजर शरीर को आवश्यकता को पूर्ण करिया पे अन्य मानक ऊपरे निर्भर करंती। आ से माने लज्जा प्रकाश करंती नाही अन्य मानक निकट रे जाईकी मागिया पे। किंतु गोटे धनी व्यक्ति अन्य मानक निकट रे जाईकी मागिया पे लज्जा प्रकाश करे।
କିନ୍ତୁ ଶାରୀରିକ ଭାବରେ ଦିନହୀନ ବ୍ୟକ୍ତି କେବେ ଅନ୍ୟମାନଙ୍କ ନିକଟରେ ମାଗିବା ପାଇଁ ଲଜ୍ଜା ପ୍ରକାଶ କରେ ନାହିଁ ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ। ସେଇଭଳି ପ୍ରକାରେ ଆତ୍ମାରେ ଦିନହୀନ ବ୍ୟକ୍ତି ଯିଏ ଆତ୍ମିକ ଭାବରେ ଦୈନନ୍ଦିନ ସଦାପ୍ରଭୁଙ୍କ ଉପରେ ଯିଏ ନିର୍ଭର କରେ, ଯିଏ ସବୁଦିନ ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ଈଶ୍ୱରଙ୍କ ଉପରେ ଯିଏ ନିର୍ଭର କରେ, ପ୍ରତ୍ୟେକ ଦିନର ଆତ୍ମିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେ ଦୈନନ୍ଦିନ ଈଶ୍ୱରଙ୍କ ଉପରେ ନିର୍ଭର କରେ। କିନ୍ତୁ ଅନେକ ଅଛନ୍ତି ଯୋଉମାନେ କୁହନ୍ତି ମୋର ନାହିଁ, ମୋର ଆଜି ଯଥେଷ୍ଟ ଅଛି, 2-3 ଦିନ ସେମାନେ ପ୍ରଭୁଙ୍କ ନିକଟକୁ ଯାଆନ୍ତିନି, ପ୍ରାର୍ଥନା କରନ୍ତିନି, ପ୍ରଭୁଙ୍କ ନିକଟରେ ଆରାଧନା କରନ୍ତିନି, କାରଣ ମୋ ପାଖରେ ବହୁତ ଖାଦ୍ୟ ଅଛି। ସେମାନେ ଆତ୍ମାରେ ଦିନହୀନ ଲୋକ ନୁହନ୍ତି। ଆତ୍ମାରେ ଦିନହୀନ ଲୋକ ଧନ୍ୟ, ସ୍ୱର୍ଗ ରାଜ୍ୟ ସେମାନଙ୍କର। ଏଇ ଉକ୍ତିଟି ଲେଖାଗଲା ଯୋଉମାନେ ଦୈନନ୍ଦିନ ଈଶ୍ୱରଙ୍କ ଉପରେ ନିର୍ଭର କରନ୍ତି, ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ଯୋଉମାନେ ଲଜ୍ଜା ପ୍ରକାଶ କରନ୍ତିନି। ଅନେକ ଅଛନ୍ତି ସେମାନେ କହନ୍ତି ଏତିକି ପ୍ରାର୍ଥନା ଯଥେଷ୍ଟ, ଏତିକି ଆରାଧନା ଯଥେଷ୍ଟ, ନିଜକୁ ସୀମିତ କରନ୍ତି। ଥରେ ଯଦି ଆଜି ମଣ୍ଡଳୀ ଯାଆନ୍ତି, ପୁଣି 7-8 ଦିନ ପରେ 10 ଦିନ ପରେ ସେମାନେ ଯାଆନ୍ତି। ଥରେ ଯଦି ପ୍ରାର୍ଥନା କରନ୍ତି ଗୋଟେ ଦିନ, ଆଉ 2-3 ଦିନ ଯାଇ କରନ୍ତିନି। ଆମମାନଙ୍କ ପିଲାମାନଙ୍କ ଜୀବନରେ ସେଇଭଳି ହୁଏ। ଆମେ ବହୁତ ବ୍ୟତିବ୍ୟସ୍ତ ହେଇଥାଉ ନିଜ ପିଲାମାନଙ୍କ ପାଇଁ, କିନ୍ତୁ ସେମାନଙ୍କ ଜୀବନରେ ମଧ୍ୟ ଏଇଭଳି ହୁଏ। ଆଜି ଯଦି ଈଶ୍ୱରଙ୍କ ଉପରେ ନିର୍ଭର କରନ୍ତି, ଯଦି କିଛି ସମସ୍ୟା ଆସେ, ଯଦି କିଛି ଦରକାର ପଡେ, ଯଦି ଚାକିରିର ଆବଶ୍ୟକତା ଥାଏ, ତାହେଲେ ଆମେ ନିର୍ଭର କରୁ। ଯଦି ସବୁ କିଛି ଠିକ ଚାଲେ ଆମେ ନିର୍ଭର କରିନଥାଉ। ଆମେ ନିଜର ବଳ, ନିଜର ଦକ୍ଷତା ଉପରେ ଆମେ ନିର୍ଭର କରିଥାଉ। କିନ୍ତୁ ଆତ୍ମାରେ ଦିନହୀନ ଲୋକ ଧନ୍ୟ, ସ୍ୱର୍ଗ ରାଜ୍ୟ ସେମାନଙ୍କର। ହେଇପାରେ ଗୋଟେ ଧନୀ ବ୍ୟକ୍ତି ନିଜର ଧନ ଦ୍ୱାରା ଜଗତକୁ ପ୍ରାପ୍ତ କରିପାରେ, କିନ୍ତୁ ଗୋଟେ ଧନୀ ବ୍ୟକ୍ତି ସ୍ୱର୍ଗ ରାଜ୍ୟ ପ୍ରାପ୍ତ କରିପାରିବ ନାହିଁ। ସ୍ୱର୍ଗ ରାଜ୍ୟ ପ୍ରାପ୍ତ କରିବାକୁ ହେଲେ ଆତ୍ମାରେ ଦିନହୀନ ହେବାକୁ ପଡିବ। ଧନୀ ବ୍ୟକ୍ତି ସବୁ କିଛି ବିଷୟ ତାର ଦେଇକି ଜଗତକୁ ସେ ପ୍ରାପ୍ତ କରିପାରେ, ନୋ ଡାଉଟ୍। କିନ୍ତୁ ସ୍ୱର୍ଗ ରାଜ୍ୟକୁ ପ୍ରାପ୍ତ କରିବାକୁ ହେଲେ ଆତ୍ମାରେ ଦିନହୀନ ବ୍ୟକ୍ତି ହିଁ ସ୍ୱର୍ଗ ରାଜ୍ୟକୁ ପ୍ରାପ୍ତ କରିପାରିବ। ହାଲେଲୁୟା। ଯୋଉମାନେ ଦୈନନ୍ଦିନ ସଦାପ୍ରଭୁଙ୍କ ଠାରେ ଯୋଉମାନେ ନିର୍ଭର କରନ୍ତି, ଦୈନନ୍ଦିନ ତାଙ୍କ ଉପରେ ଯୋଉମାନେ ଆଉଜି ପଡନ୍ତି, ପ୍ରତ୍ୟେକ ଦିନର ଆବଶ୍ୟକତା ଅନୁସାରେ। ପ୍ରଭୁ ଲେଖାଯାଏ ହିତୋପଦେଶ ତାର 8:35 ଲେଖାଯାଏ ଯେ ତାଙ୍କୁ ପାଏ ସେ ଜୀବନ ପାଏ ବୋଲି ଲେଖାଯାଏ। ପ୍ରତ୍ୟେକ ଦିନ ତାଙ୍କ ନିକଟକୁ ମତେ ଆସିବାର ଅଛି, ତାଙ୍କ ନିକଟରେ ମୋ ନିଜକୁ ରଖିବାର ଅଛି, ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବାର ଅଛି। ଦୈନନ୍ଦିନର ଆବଶ୍ୟକତାକୁ ପ୍ରଭୁଙ୍କୁ ମାଗିବାର ଅଛି। ପ୍ରଭୁ ସାହାଯ୍ୟ କର। ଦୈନନ୍ଦିନ ଯୋଉମାନେ ଏଇଭଳି ବ୍ୟକ୍ତି, କାରଣ ଯୋଉଭଳି ଭାବରେ ଶାରୀରିକ ଭାବରେ ଦିନହୀନ, ଆଜିର ଆବଶ୍ୟକତାକୁ ସେ ପୂରଣ କରିବା ପାଇଁ ମାଗିବା ପାଇଁ ଯାଏ, ଆଜି ପୁଣି ଶେଷ ହେଇଗଲେ କାଲି ପୁଣି ଯାଏ। ଯେତେବେଳେ ଖାଲି ହେଇଯାଏ ପୁଣି ଆଉ ଥରେ ତା ପରଦିନ ପୁଣି ଯାଏ, ପୁଣି ନେଇକି ଆସେ, ପୁଣି ଖାଲି ହେଇଯାଏ। ସେଇଭଳି ଭାବରେ ଆତ୍ମାରେ ଦିନହୀନ ପ୍ରତ୍ୟେକ ଦିନ ଦୈନନ୍ଦିନ ଆମମାନେ ପ୍ରଭୁଙ୍କ ନିକଟରେ ନିର୍ଭର କରିବାର ଅଛି। ସେଇଥିପାଇଁ ଆତ୍ମାରେ ଦିନହୀନ ବ୍ୟକ୍ତିଙ୍କ ପାଇଁ ସ୍ୱର୍ଗ ରାଜ୍ୟ ସେମାନଙ୍କର ଅଟେ। ହାଲେଲୁୟା। ପ୍ରଭୁ ସାହାଯ୍ୟ କରନ୍ତୁ। ସେଇଭଳି ପ୍ରକାର ଲେଖାଗଲା ଯଦି ଏଇ ସବୁ ବିଷୟ ଗୁଡାକ ଯାହାର ଜୀବନରେ ଅଛି, ସେମାନଙ୍କୁ କୁହାଯାଏ ତୁମମାନେ ପୃଥିବୀର ଲବଣ ଅଟ। କାହିଁକି ଏଇ ସବୁ ବିଷୟକୁ ଆମମାନଙ୍କୁ ସଂରକ୍ଷିତ କରି ରଖିବାର ଅଛି। ଯୋଉପରି ପ୍ରକାରେ ଲବଣକୁ ବ୍ୟବହାର କରାଯାଉଥିଲା, ଆମେ ଟିକେ ପଢିବା ଲେବି ତାର 2:13। ଲେବି ତାର 2:13 ଟିକେ ପଢିବେ କି? ଲବଣାକ୍ତ କରିବ, କଦାପି ତୁମେ ଆପଣା ଭକ୍ଷ୍ୟ ନୈବେଦ୍ୟକୁ ତୁମ ପରମେଶ୍ୱରଙ୍କ ନିୟମ ସୂଚକ ଲବଣ ରହିତ ହେବାକୁ ଦେବ ନାହିଁ। ତୁମର ସମସ୍ତ ନୈବେଦ୍ୟ ସହିତ ଲବଣ ଉତ୍ସର୍ଗ କରିବ। ଲବଣକୁ ଏଭଳି ଭାବରେ ବ୍ୟବହାର କରାଯାଉଥିଲା ଯାହା ନଷ୍ଟ ହେବାକୁ ଦିଏ ନାହିଁ, ଯାହା ସଂରକ୍ଷିତ କରିକି ରଖେ। ଆମମାନେ ଜାଣୁ ଯେତେବେଳେ ଫ୍ରିଜ ନଥିଲା, ଲୋକମାନେ ଲବଣ ଟିକେ ପକେଇକି ରଖୁଥିଲେ, କାରଣ ତା ନଷ୍ଟ ହେବାକୁ ଦିଏ ନାହିଁ। ଲୁଣ ପକେଇକି ତାକୁ ରଖୁଥିଲେ ଲୋକମାନେ ଖାଦ୍ୟରେ। ବହୁତ ପୁରୁଣା ସମୟରେ ଲୋକମାନେ ଏଇଭଳି ଭାବରେ କରୁଥିଲେ। ତ ଯଦି ଆମମାନେ ପୃଥିବୀର ଆଜି ଲବଣ, ତାହେଲେ ପ୍ରଭୁଙ୍କର ଉପସ୍ଥିତି ଯୋଉ ଦୈନନ୍ଦିନ ଯଦି ଆମମାନଙ୍କ ଜୀବନରେ ଅଛି, ତାକୁ ସଂରକ୍ଷିତ କରିକି ରଖିବାର ଆବଶ୍ୟକତା ରହିଅଛି। ଆତ୍ମାରେ ଯଦି ଦିନହୀନ ବ୍ୟକ୍ତି ଆମମାନେ
ଯଦି ଦୈନନ୍ଦିନ ପ୍ରଭୁଙ୍କ ନିକଟରେ ବିଶ୍ୱାସ କରୁଅଛୁ, ଭରସା ରଖୁଅଛୁ, ଦୈନନ୍ଦିନ ଯଦି ପ୍ରଭୁଙ୍କ ଉପସ୍ଥିତିକୁ ଆମମାନେ ଖୋଜୁଅଛୁ, ପ୍ରଭୁଙ୍କ ଉପସ୍ଥିତିରେ ଯଦି ଆସୁଅଛୁ, ଯୋଉ ସତ୍ୟତା, ଯୋଉ ପବିତ୍ରତା ଆମମାନଙ୍କ ଜୀବନରେ ଯୋଉ ପ୍ରଭୁ ଧାର୍ମିକତା ଦେଇଅଛନ୍ତି, ତାକୁ ଆମମାନଙ୍କ ଜୀବନରେ ଆଜି ସଂରକ୍ଷିତ କରିକି ରଖିବାର ଆବଶ୍ୟକ ଅଟେ। ଯଦି ପୃଥିବୀର ଆମମାନେ ଲବଣ, ପୃଥିବୀର ଲବଣ ଯୋଉମାନେ ଏଇ ବିଷୟକୁ ସଂରକ୍ଷିତ କରିକି ରଖିବାର ଆବଶ୍ୟକ ଅଛି। ଯଦି ସଂରକ୍ଷିତ କରିବା, ତାହେଲେ ସ୍ୱର୍ଗ ରାଜ୍ୟ ସେମାନଙ୍କର। ଆତ୍ମାରେ ଦିନହୀନ ବ୍ୟକ୍ତି ସ୍ୱର୍ଗ ରାଜ୍ୟ ସେମାନଙ୍କର, ଆଉ ସେମାନେ ହଉଛନ୍ତି ପୃଥିବୀର ଲବଣ, କାରଣ ଏଇ ବିଷୟକୁ ସଂରକ୍ଷିତ କରିକି ସେମାନେ ରଖନ୍ତି। ପ୍ରଭୁ ସାହାଯ୍ୟ କରନ୍ତୁ। ଦ୍ୱିତୀୟରେ ଲେଖାଯାଏ, ଶୋକାର୍ତ ଲୋକ ଧନ୍ୟ, କାରଣ ସେମାନେ ସାନ୍ତ୍ୱନା ପ୍ରାପ୍ତ ହେବେ। ଯଦି ଆମେ ଦେଖୁ, ଆଜି ଜଗତର ଲୋକମାନେ ଅନେକ ବିଷୟ ପାଇଁ ଶୋକ କରନ୍ତି। ନିଜ ପରିବାରରେ ଯଦି କାହାକୁ ସେମାନେ ହରେଇଲେ ତା ପାଇଁ ଶୋକ କରନ୍ତି। ଯଦି ଗୋଟେ ବ୍ୟକ୍ତି ଗୋଟେ ପ୍ରମୋଶନ ଯଦି ନ ପାଇଲେ ବି ସେମାନେ ଶୋକ କରନ୍ତି, କାନ୍ଦନ୍ତି। ଯଦି ଜଣେ କିଛି ଟଙ୍କା ଯଦି ହରେଇଲା ତାହେଲେ ସେ ଶୋକ କରେ। ଯଦି ଜଣେ ଲୋକ ଯଦି ସମ୍ମାନକୁ ଯଦି ହରେଇଲା ତାହେଲେ ସେ ଶୋକ କରେ। ଯଦି କିଏ କାହାକୁ ଗୋଟେ ବାଧିଲା ଭଳିଆ କଥା କହିଲା ତ ସେଇଠି ମଧ୍ୟ ସେ ଶୋକ କରନ୍ତି। ତ ଏଇ ଶୋକ ବିଷୟରେ ଏଠି ଲେଖାଯାଏ ନାହିଁ। ଯଦି ଆମକୁ ଜଣେ କିଏ ଆଘାତ ଦେଲା, ଆମେ ମଧ୍ୟ ଶୋକ କରୁ, କିନ୍ତୁ ଏଇ ଶୋକ ବିଷୟରେ ଏଇ ମାଥ୍ୟୁ 5:1-13 ଭିତରେ ଏଇଟା ଲେଖାଯାଏ ନାହିଁ। ଶୋକାର୍ତ ଲୋକ ଧନ୍ୟ, କାରଣ ସେମାନେ ସାନ୍ତ୍ୱନା ପ୍ରାପ୍ତ ହେବେ। ନିଜର ଦୁଃଖ ପାଇଁ ଯୋଉମାନେ ଶୋକ କରନ୍ତି ସେଇ ବିଷୟରେ ଲେଖାଯାଏ ନାହିଁ। ଏଇ ବିଷୟ ଲେଖାଯାଏ ଯୋଉମାନେ ନିଜର ପାପ ପାଇଁ ଯୋଉମାନେ ଶୋକ କରନ୍ତି ସେମାନେ ଧନ୍ୟ। କେମିତି? ଯୀଶୁ ଏଠାରେ ନିଜର ଦୁଃଖ ପାଇଁ ସେ ଶୋକ କରୁନାହାନ୍ତି। ଯେତେବେଳେ କ୍ରୁଶାର୍ପିତ ଯନ୍ତ୍ରଣା ଦେଇକି ଯାଉଥିଲେ, ନିଜ ଦୁଃଖ ପାଇଁ ସେ ଶୋକ କରୁନଥିଲେ। ସେ ଶୋକ କରୁଥିଲେ ଅନ୍ୟମାନଙ୍କ ଜୀବନ ଦେଖିକି। ଲୁକ 19:41 ଲେଖାଯାଏ, ଜିରୁସାଲାମକୁ ଦେଖି ସେ ରୋଦନ କଲେ ବୋଲି ଲେଖାଯାଏ। ଜିରୁସାଲାମର ଲୋକମାନଙ୍କୁ ଦେଖିକି ସେ ରୋଦନ କଲେ। ଫାରୁସୀ ଶାସ୍ତ୍ରୀ ଏ ଲୋକମାନଙ୍କୁ ଦେଖିକି ସେ ରୋଦନ କରୁଅଛନ୍ତି। ସେମାନଙ୍କର ଆତ୍ମିକ ଜୀବନ ଦେଖିକି ସେ ରୋଦନ କରୁଅଛନ୍ତି ସେ ଜାଗାରେ। ଆଉ ଯେତେବେଳେ ଆମେ ଦେଖୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରନ୍ଦନ କରିବାର ବିଷୟ, ଜୋହନ 11:35 ମଧ୍ୟ ଦେଖାଯାଏ, ଯୀଶୁ ଲାଜାର କବର ପାଖକୁ ଯେତେବେଳେ ଯାଇଥିଲେ ସେଇଠି ଦେଖିକି ମଧ୍ୟ ସେ କ୍ରନ୍ଦନ କରୁଅଛନ୍ତି, କି ସେ କାନ୍ଦିଲେ ବୋଲି ଲେଖାଯାଏ। ଯୀଶୁ କାନ୍ଦିଲେ। କିନ୍ତୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ କାନ୍ଦୁଅଛନ୍ତି ସେଇ ବିଷୟକୁ ଯେତେବେଳେ ଆମେ ଦେଖୁ, ଲୁକ 23:27 ଲେଖାଯାଏ, ଯୀଶୁ କ୍ରୁଶ ଧରିକି ଯାଉଥିଲେ, ଆଉ ମହାଜନତା ତାଙ୍କ ପଛରେ ଯାଉଥିଲେ। ଆଉ ସେଇ ମହାଜନତା ଭିତରେ ସ୍ତ୍ରୀ ଲୋକମାନେ ଥିଲେ ଯୋଉମାନେ କ୍ରନ୍ଦନ କରୁଥିଲେ, ବାହୁନି ବାହୁନି କାନ୍ଦୁଥିଲେ। ଆଉ ଯୀଶୁ ଖ୍ରୀଷ୍ଟ ବୁଲି ପଡନ୍ତେ ତାଙ୍କୁ କହିଲେ, ଆରେ ଏ ସ୍ତ୍ରୀ ମାନେ ତୁମେ ମାନେ ମୋ ସକାଶ ମତେ ଦେଖି ତୁମେ ରୋଦନ କରନି, ତୁମେ ରୋଦନ କର ତୁମମାନଙ୍କ ନିମନ୍ତେ ଆଉ ତୁମମାନଙ୍କ ସନ୍ତାନ ମାନଙ୍କ ନିମନ୍ତେ ତୁମେ ରୋଦନ କର, ସେମାନଙ୍କ ଜୀବନ ନିମନ୍ତେ ତୁମେ ରୋଦନ କର ବୋଲି ସେ କହୁଛନ୍ତି। କାରଣ ଯିଏ ନିଜର ପାପ ପାଇଁ ରୋଦନ କରିବ ସେଇ ଶୋକାର୍ତ ଲୋକ ଧନ୍ୟ, କାରଣ ସେମାନେ ସାନ୍ତ୍ୱନା ପ୍ରାପ୍ତ ହେବେ। ଆଜି ଅନେକ ଅଛନ୍ତି ନିଜର ପାପ ପାଇଁ ସେମାନେ କ୍ରନ୍ଦନ କରନ୍ତି ନାହିଁ, ନିଜର ଜୀବନ ପାଇଁ ସେମାନେ କ୍ରନ୍ଦନ କରନ୍ତି ନାହିଁ। ନିଜର ଦୁଃଖ ପାଇଁ ଆମେ କାନ୍ଦି ପାରୁ, କିନ୍ତୁ ନିଜର ପାପ ପାଇଁ ଆମେ କେବେ କାନ୍ଦିଛୁ? କେବେ କାନ୍ଦିକି ପ୍ରାର୍ଥନା କରିଛୁ, ପ୍ରଭୁ ମୋ ଜୀବନରେ ପାପ ଅତିଶୟ ବଢିଗଲାଣି, ମୋ ପିଲାମାନଙ୍କ ଜୀବନରେ ପାପ ଅତିଶୟ ବଢିଗଲାଣି? ଆମେ କେବେ କ୍ରନ୍ଦନ କରିଛୁ ଆମମାନଙ୍କର ପିଲାର ପାପ ପାଇଁ? ଆମେ ଅତ୍ୟଧିକ ଆମେ କ୍ରନ୍ଦନ କରିଥାଉ, ପିଲାମାନଙ୍କର ଚାକିରି ପାଇନି, ତା ଦେହ ଭଲ ନାହିଁ, ତାର ବିବାହ ଠିକ ଜାଗାରେ ହେଲାନି, କିନ୍ତୁ କେତେ ଥର ଆମେ କ୍ରନ୍ଦନ କରିଛୁ ଯେ ମୋ ପିଲାର ଆତ୍ମିକ ଜୀବନ ଠିକ ନାହିଁ। এই বিষয়ে লেখাযাଏ, ଯୋଉମାନେ ନିଜ ଜୀବନର ପାପ ପାଇଁ କ୍ରନ୍ଦନ କରନ୍ତି ସେଇ ଶୋକାର୍ତ ଲୋକ ଧନ୍ୟ, କାରଣ ପ୍ରଭୁ ସେମାନଙ୍କୁ ସାନ୍ତ୍ୱନା ଦେବେ। ଯୋଉମାନେ ବାହୁନି ବାହୁନି କାନ୍ଦନ୍ତି ଯୋଉମାନଙ୍କର ପାପ ପାଇଁ, ପ୍ରଭୁ ସେମାନଙ୍କୁ ସାନ୍ତ୍ୱନା ଦେବେ। ନିଜର ପଦପଦବୀ, ନିଜର ଟଙ୍କା, ନିଜର ଆମମାନେ ଧନ ଜମି ଏଇ ହରେଇଲେ ଆମମାନେ କ୍ରନ୍ଦନ କରିଥାଉ, କିନ୍ତୁ ପ୍ରଭୁ ଆଜି କହିବା ପାଇଁ ଚାହାନ୍ତି ଯେ ଯୋଉମାନେ ତାଙ୍କ ପାପ ସକାଶୁ ଯୋଉମାନେ କ୍ରନ୍ଦନ କରନ୍ତି, ପ୍ରଭୁ ସେମାନଙ୍କୁ ସାନ୍ତ୍ୱନା ଦେବେ। ଯେତେବେଳେ ଆମେ ଦେଖୁ ପାଉଲ ଯେତେବେଳେ କରନ୍ଥୀୟ ମଣ୍ଡଳୀକୁ ଯେତେବେଳେ ଆସିଲେ, ସେତେବେଳେ ସେମାନେ ଲୋକମାନଙ୍କର ପାପ ଦେଖିକି ସେ କ୍ରନ୍ଦନ କଲେ ବୋଲି ଲେଖାଯାଏ।
ଶୋକ କଲେ। ଦ୍ୱିତୀୟ କରନ୍ଥିୟ 12:20-21 ଟିକେ ପଢନ୍ତୁ। ଦ୍ୱିତୀୟ କରନ୍ଥିୟ 12:21। ବୀରେନ୍ଦ୍ର ଭାଇ କ୍ଷମା ଚାହିଁବି, 5 ମିନିଟ ଅଧିକା ହେଇପାରେ ମୋର। କାଳେ ମୁଁ ପୁନର୍ବାର ଉପସ୍ଥିତ ହେଲେ ମୋହର ଈଶ୍ୱର ତୁମ୍ଭମାନଙ୍କ ସମ୍ବନ୍ଧରେ ମତେ ପୁନର୍ବାର ଅବନତ କରନ୍ତି। ପୁଣି ଯେଉଁମାନେ ପୂର୍ବରେ ପାପ କରିଛନ୍ତି ଆଉ ଆପଣା ଆପଣା କୃତ ଅଶୁଚିତା, ବ୍ୟଭିଚାର ଓ କାମୁକତା ସକାଶେ ଅନୁତାପ କରିନାହାନ୍ତି, ଏପରି ଅନେକ ଲୋକ ନିମନ୍ତେ ମୁଁ ଶୋକ କରେ। ଆମେନ୍। 21 ପଦ ଶୋକ କରେ। ଠିକ ଅଛି, ଧନ୍ୟବାଦ ଭଉଣୀ। ଦେଖନ୍ତୁ ଏଇଠି ଲେଖାଯାଏ, ପାଉଲ କହନ୍ତି ମୁଁ ସେମାନଙ୍କ ନିମନ୍ତେ ଶୋକ କରେ ଯୋଉମାନେ ବ୍ୟଭିଚାର, ଯୋଉମାନେ ଅଶୁଚିତା, ଯୋଉମାନେ କାମୁକତାରେ ଲିପ୍ତ ଅଛନ୍ତି, ଅନୁତାପ ଏପର୍ଯ୍ୟନ୍ତ ଯାଏ କରିନାହାନ୍ତି, ସେମାନଙ୍କ ନିମନ୍ତେ ମୁଁ ଶୋକ କରେ। ଆଉ ଯୋଉମାନେ ଶୋକ କରନ୍ତି, ଶୋକାର୍ଥ ଲୋକ ଧନ୍ୟ ଅଟନ୍ତି। ଆଜି ଆମମାନଙ୍କର ପିଲାମାନଙ୍କ ପାପ ପାଇଁ ଶୋକ କରିବାର ଅଛି, କ୍ରନ୍ଦନ କରିବାର ଅଛି। ଆମମାନଙ୍କ ନିଜ ପାପ ପାଇଁ କ୍ରନ୍ଦନ କରିବାର ଅଛି। ଯୋଉମାନେ କରିବେ ସେମାନେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନା ପ୍ରାପ୍ତ ହେବେ। ପ୍ରଭୁ ସାହାଯ୍ୟ କରନ୍ତୁ। ଯଦି ଏଇ ବିଷୟ ଅଛି, ଆମମାନେ କହୁ ପ୍ରଭୁ ତୁମେ ମତେ ଲବଣ କର, ଯୋଉ ଦ୍ୱାରା କି ଲବଣକୁ ଶୁଦ୍ଧିକରଣ ପାଇଁ ବ୍ୟବହାର କରାଯାଏ। ଯେତେବେଳେ ଆମେ ପଢୁ ଦ୍ୱିତୀୟ ରାଜାବଳୀ 2:19 ପଦ, ଦ୍ୱିତୀୟ ରାଜାବଳୀ 2:19 ପଦ ଯେତେବେଳେ ଆମେ ପଢୁ, ସେତେବେଳେ ଦେଖାଯାଏ ଆର ଜଳ ମନ୍ଦ ଆଉ ଭୂମି ଫଳନାଶକ ଥିଲା। କିନ୍ତୁ 20 ପଦରେ ଲେଖାଯାଏ, ତହିଁରେ ସେ କହିଲେ ମୋ ନିକଟକୁ ଗୋଟେ, ଏଲିଶା କହୁଛନ୍ତି ମୋ ନିକଟକୁ ଗୋଟେ ନୂତନ ପାତ୍ର ଆଣ ଆଉ ତହିଁରେ ଲବଣ ଦିଅ। ତହୁ ସେମାନେ ତାହାଙ୍କ ନିକଟକୁ ଆଣିଲେ। ସେଥିରେ ସେ ଜଳ ନିର୍ଜନ ନିକଟକୁ ଗଲେ ଆଉ ତହିଁରେ ଲବଣ ପକାଇଲେ। ସଦାପ୍ରଭୁ ଏକଥା କହନ୍ତି, ମୁଁ ଏଇ ଜଳ ଭଲ କଲି, ତା ମୃତ୍ୟୁଜନକ ଅବା ଫଳନାଶକ ଆଉ ହେବ ନାହିଁ। ଏ ଜାଗାରେ ଲବଣକୁ ଶୁଦ୍ଧିକରଣ ପାଇଁ ବ୍ୟବହାର କରାଯାଉଛି। ସମସ୍ତ ପ୍ରକାର ମନ୍ଦ ବିଷୟକୁ ବାହାର କରିବା ପାଇଁ ଲବଣ ପକାଯାଉଛି। ଆଜି ଯଦି ଜଗତର ଲବଣ, ପ୍ରଭୁ ଏଇ ପାପକୁ ଆମମାନେ ପରିଷ୍କାର କରିବା ପାଇଁ ତୁମେ ସାହାଯ୍ୟ କର। ହାଲେଲୁୟା। ଶୋକାର୍ଥ ଲୋକ ଧନ୍ୟ, ଯୋଉମାନେ ନିଜ ପାପ ପାଇଁ ଯୋଉମାନେ ଶୋକ କରନ୍ତି, ସେମାନେ ହଉଛନ୍ତି ପୃଥିବୀର ଲବଣ। ଆଉ ପ୍ରଭୁ ତୁମେ ଲବଣ ଭାବରେ ମତେ ତୁମେ ବ୍ୟବହାର କର। ଏଇ ଲବଣତ୍ୱକୁ ହରେଇବା ପାଇଁ ଦିଅ ନାହିଁ। ପାଦ ତଳେ ଦଳିତ ହବାର ଯୋଗ୍ୟ ଅଟେ ଯୋଉମାନେ ଲବଣତ୍ୱକୁ ହରାନ୍ତି। ପ୍ରଭୁ ତୁମେ ଏଇଭଳି ଲବଣ ମତେ କର, ଯୋଉ ଲବଣ ଯାହା ମୋ ଜୀବନରେ ଶୁଦ୍ଧିକରଣ କରିବା ପାଇଁ ପ୍ରଭୁ ସାହାଯ୍ୟ କରିବ। ହାଲେଲୁୟା। ଏଇଭଳି ଲବଣ କର ଯାହା ବ୍ୟବହାର ଉପଯୋଗୀ ହେବ। ଯେତେବେଳେ ରାସ୍ତା ତିଆରି କରାଯାଏ, ପିଚୁ ରାସ୍ତା ତଳେ ଲବଣ ଦିଆଯାଏ, ଯାହାର ସ୍ୱାଦ ନଥାଏ। ଏଇଭଳି ଲବଣତ୍ୱ ହରେଇଥିବା ଲବଣକୁ ପାଦ ତଳେ ଦଳିତ ହବା ପାଇଁ ଯୋଗ୍ୟ ଅଟେ ଯୋଉମାନେ ଚାଲିକି ଯାଆନ୍ତି। କିନ୍ତୁ ପ୍ରଭୁ ତୁମେ ଏଇଭଳିଆ ଲବଣ ମତେ କର, ଯୋଉ ଲବଣ ବ୍ୟବହାର ଉପଯୋଗୀ ହେବ, ଆଉ ଏଇଭଳି ଲବଣ ଯାହା ଶୁଦ୍ଧିକରଣ ପାଇଁ ବ୍ୟବହାର କରାଯାଏ। ପ୍ରଭୁ ଯଦି ମୋ ଜୀବନରେ ପାପ ଅଛି, ଯେପରି ମୋର ପରିଷ୍କାର କରିବା ପାଇଁ ପ୍ରଭୁ ତୁମେ ସାହାଯ୍ୟ କର। ଆଉ ଯଦି ଆମମାନେ ଲବଣ, ତାହେଲେ ଆମମାନଙ୍କ ଜୀବନରେ ଥିବା ପାପକୁ ଆମମାନେ ପରିଷ୍କାର କରିବା ପାଇଁ ପ୍ରଭୁ ବ୍ୟବହାର କରନ୍ତୁ। ହାଲେଲୁୟା। ପ୍ରଭୁ ସାହାଯ୍ୟ କରନ୍ତୁ। ଯେତେବେଳେ ଆମେ ଦେଖୁ ଏଠି ଏଲିଶା ଲବଣକୁ ବ୍ୟବହାର କରୁଛନ୍ତି, ଆଉ ଏଇଠି ଲେଖାଯାଏ ପାର୍ବତୀ ଉପଦେଶରେ, ଯୋଉମାନେ ଶୋକାର୍ଥ ଲୋକ ସେମାନେ ଧନ୍ୟ। ତୃତୀୟରେ ବହୁତ ଗୁଡା ବିଷୟ ଅଛି, କିନ୍ତୁ କମ ବିଷୟ କହିବି, ତାପରେ ଶେଷ କରିବି। ଲେଖାଯାଏ ନମ୍ର ଲୋକେ ଧନ୍ୟ, ସେମାନେ ପୃଥିବୀର ଅଧିକାରୀ ହେବେ। ଯେତେବେଳେ ଆମେ ଦେଖିବା ଯୀଶୁ ଖ୍ରୀଷ୍ଟ ଯିଏ ସବୁଠୁ ନମ୍ର ଥିଲା, ଆମେ ଦେଖିବାକୁ ପାଉ। ମାଥ୍ୟୁ 11:29 ଯଦି ଆପଣ ପଢିବେ, ଲେଖାଯାଏ ମୁଁ ନମ୍ରଚିତ ବୃଦ୍ଧିଶୀଳ ବୋଲି ଲେଖାଯାଏ। ତାଙ୍କୁ ଲୋକମାନେ କୋରଡା ପ୍ରହାର କରୁଥିଲେ, ତାଙ୍କୁ ଲୋକମାନେ ବର୍ଷାଘାତ କରୁଥିଲେ, ତାଙ୍କୁ ଲୋକମାନେ ଛେପ ପକାଉଥିଲେ, ତାଙ୍କ ଦାଢି ଭିଡୁଥିଲେ, କିନ୍ତୁ କାହା ପାଇଁ କେବେ ବି ସେ ଏଇଭଳିଆ କହିନାହାନ୍ତି ଯେ ପ୍ରଭୁ ତୁମର ବିଚାର କରନ୍ତୁ। କେବେ ବି କହିନାହାନ୍ତି। ପ୍ରଭୁ ଏମାନଙ୍କୁ କ୍ଷମା କର ବୋଲି କହିଛନ୍ତି। ଏମାନେ କଣ କରୁଛନ୍ତି ଜାଣନ୍ତିନି, ଏଇଭଳି ଭାବରେ ସେ କୁହନ୍ତି। କେବେ ବି କହିନାହାନ୍ତି ପ୍ରଭୁ ତୁମର ବିଚାର କରନ୍ତୁ। ଗୋଟେ ନମ୍ର ଭାବରେ ସବୁ କିଛି ବିଷୟ ସେ ସହିଗଲେ। ଯୀଶୁ କ୍ରୁଶକୁ ଗଲେ, ତାଙ୍କ ପ୍ରତ୍ୟେକ ଅଧିକାର ତାଙ୍କ ଠାରୁ ନିଆଗଲା। ଯେତେବେଳେ ବିଚାର କରାଯାଉଥିଲା, ତାଙ୍କର ବିଷୟ କେହି ବି ଶୁଣିଲେନି, ସମସ୍ତେ ତାଙ୍କୁ ଦୋଷୀ କଲେ। କିନ୍ତୁ ଲେଖାଯାଏ ଫିଲିପିୟ 2:8 ସେ କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଅବନତ କରି ଆଜ୍ଞାବହ ହେଲେ ବୋଲି ଲେଖାଯାଏ।
ନିଜକୁ ଅବନତ କଲେ, ସବୁଠାରୁ ନମ୍ର କଲେ ନିଜକୁ। ପ୍ରଭୁ ସାହାଯ୍ୟ କରନ୍ତୁ। ଯେତେବେଳେ ଆମେ ବାଇବେଲରେ ଦେଖୁ ନମ୍ର ବ୍ୟକ୍ତି ମାନଙ୍କୁ, ଯେତେବେଳେ ଆମେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଦେଖୁ, ତାଙ୍କ ପଦଚିହ୍ନ ଦେଇକି ଆମମାନଙ୍କୁ ମଧ୍ୟ ଯିବାର ଅଛି। ଅନେକ ଲୋକଙ୍କୁ ମଧ୍ୟ ଆମେ ଦେଖୁ ଯୋଉମାନେ ନମ୍ର ଥିଲେ। ଯୋଉଭଳି ଭାବରେ ଆମେ ଦେଖୁ ସେ ବାପ୍ତିଜିକ ଯୌନ ମଧ୍ୟ ଜନ୍ ଦ ବାପ୍ଟିଷ୍ଟ, ସେ ମଧ୍ୟ ନମ୍ର ଥିଲେ। କାରଣ ଯେତେବେଳେ ଯୌନ 3:30 ଲେଖାଯାଏ, ବାପ୍ତିଜିକ ଯୌନ କହୁଛନ୍ତି ଯେ ଲେଟ୍ ହିମ୍ ଇନକ୍ରିଜ୍, ଆଇ ମଷ୍ଟ ଡିକ୍ରିଜ୍ ବୋଲି ସମସ୍ତେ ପଢିଥିବେ। ସେ ଅବଶ୍ୟ ବଢନ୍ତୁ, ଯୀଶୁ ଖ୍ରୀଷ୍ଟ ଅବଶ୍ୟ ବଢନ୍ତୁ, କିନ୍ତୁ ମୁଁ ହ୍ରାସ ହେବି। ମୁଁ ପ୍ରାର୍ଥନା କରେ, ପ୍ରଭୁ ଗୋଟେ ଜଳନ୍ତା କ୍ୟାଣ୍ଡେଲ ଭଳିଆ ତୁମେ ମତେ କର। କେମିତି? କ୍ୟାଣ୍ଡେଲ ଯେତେବେଳେ ବଡ ଥାଏ, ଉଚ୍ଚା ଥାଏ, ସେତେବେଳେ ଯେତେବେଳେ ତା ଦେହରେ ପ୍ରଦୀପ ଥାଏ, ବହୁତ କମ ଭାବରେ ସେ ଆଲୋକ ଦିଏ। କିନ୍ତୁ ଯେତେବେଳେ ଗୋଟେ କ୍ୟାଣ୍ଡେଲ ଯେତେ ଜଳି ଜଳି ଯିବ ସେତେ ହ୍ରାସ ହବ, କିନ୍ତୁ ଆଲୋକ ସେତେ ପ୍ରଜ୍ୱଳିତ ହୁଏ। ହାଲେଲୁୟା। ପ୍ରଭୁ ସେଇଭଳିଆ କରନ୍ତୁ। ଯେତେ ନମ୍ର ହେବା ସେତେ ଆଲୋକିତ ହେବା, ଯେତେ ନମ୍ର ହେବା ସେତେ ପ୍ରଜ୍ୱଳିତ ହେବା। ଯେତେବେଳେ ଲବଣ ସହିତ ଯେତେବେଳେ ଆକୁ ଦେଖୁ, ଗୋଟେ ଲବଣ ଯେତେବେଳେ ଲୁଣକୁ ଆମେ ଗୋଟେ ତରକାରୀରେ ପକେଇବା, ସେ ତରକାରୀରେ ଭେଣ୍ଡି ଥାଇପାରେ, ଜହ୍ନି ଥାଇପାରେ, ଆଳୁ ଥାଇପାରେ, ବାଇଗଣ ଥାଇପାରେ, କିନ୍ତୁ ଲବଣ ଯେତେବେଳେ ସେମାନଙ୍କ ସହିତ ମିଶେ, ସେତେବେଳେ ଲବଣର ସ୍ୱାଦକୁ ଆମେ ଜାଣି ନ ପାରୁ, କିନ୍ତୁ ଭେଣ୍ଡିର ସ୍ୱାଦକୁ ଆହୁରି ଭଲ ଭାବରେ ଜାଣିପାରୁ, ଆଳୁର ସ୍ୱାଦକୁ ଆହୁରି ଭଲ ଭାବରେ ଜାଣିପାରୁ। ଯେତେବେଳେ ଚିକେନରେ ଯଦି ପକେଇବା, ସେଇ ଚିକେନର ସ୍ୱାଦକୁ ଆହୁରି ଭଲ ଭାବରେ ଆମେ ଜାଣିପାରୁ। କିନ୍ତୁ ଲବଣର ସ୍ୱାଦ ଯେମିତି ସେ ନିଜକୁ ନମ୍ର କରେ, ନିଜର ସ୍ୱାଦକୁ ଏତେ ମାତ୍ରାରେ ପ୍ରକାଶ ନ କରି, କିନ୍ତୁ ଯାହା ଦେହରେ ଯାଏ ତାର ସ୍ୱାଦକୁ ବଢେଇଥାଏ। ସେଇଭଳି ପ୍ରକାରେ ଆଜି ଆମମାନଙ୍କ ଜୀବନରେ ଯେତେବେଳେ ଖ୍ରୀଷ୍ଟୀୟଙ୍କର ଗୁଣ ଯେତେବେଳେ ଆମମାନଙ୍କ ଜୀବନରେ ଆସେ, ସେତେବେଳେ ତାହା ସ୍ୱାଦଯୁକ୍ତ କରେ। ହାଲେଲୁୟା। ପ୍ରଭୁ ଆଜି ଆମମାନଙ୍କୁ ସେଇ ଲବଣ କରନ୍ତୁ। ଆମମାନଙ୍କର ବିଷୟ ନ ଦେଖାଯାଏ, ଖ୍ରୀଷ୍ଟଙ୍କର ବିଷୟ ଆହୁରି ଅଧିକ ମାତ୍ରାରେ ତାହା ପ୍ରକାଶ ପାଉ। ଖ୍ରୀଷ୍ଟଙ୍କର ସ୍ୱଭାବ ଆମମାନଙ୍କ ଜୀବନରେ ପ୍ରକାଶ ପାଉ। ଖ୍ରୀଷ୍ଟଙ୍କର ଗୁଣ ଆମମାନଙ୍କ ଜୀବନରେ ତାହା ସ୍ୱାଦଯୁକ୍ତ କରୁ। ଲବଣ କେବେ ହେଲେ ତାର ସ୍ୱାଦକୁ ଆମେ ଜାଣି ପାରୁନଥାଉ, କିନ୍ତୁ ଯୋଉ ପରିବାରରେ ମିଶିଲେ ସେଇ ପରିବା ଆହୁରି ସ୍ୱାଦରୁ ସ୍ୱାଦଯୁକ୍ତ ହେଇଥାଏ। ହାଲେଲୁୟା। ପ୍ରଭୁ ସାହାଯ୍ୟ କରନ୍ତୁ। আর যদি ଆମେ ଲବଣ, ତାହେଲେ ସମସ୍ତଙ୍କ ସହିତ ପ୍ରଭୁ ମିଶିବା ପାଇଁ ମଧ୍ୟ ସାହାଯ୍ୟ କରନ୍ତୁ। ସମସ୍ତଙ୍କ ସହିତ ଭେଣ୍ଡିରେ ମଧ୍ୟ ମିଶିବ, ଜହ୍ନିରେ ମଧ୍ୟ ମିଶିବ, ବାଇଗଣରେ ମଧ୍ୟ ମିଶିବ, ଆଳୁରେ ମଧ୍ୟ ମିଶିବ। ସମସ୍ତଙ୍କ ସହିତ ଲବଣ ମିଶିଯାଏ। ଆଜି ଅନେକ ଅଛନ୍ତି ଯୋଉମାନେ ଲୋକମାନଙ୍କ ସହିତ ମିଶି ପାରନ୍ତିନି। ମଣ୍ଡଳୀରେ ଗଲେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ବୋଲି ବି କୁହନ୍ତିନି। ଯାହା ସହିତ ସେମାନେ ମିଶିବାକୁ ଇଚ୍ଛା କରନ୍ତି, ସେମାନଙ୍କ ସହିତ ହିଁ କେବଳ ମିଶନ୍ତି। ଅନ୍ୟମାନଙ୍କ ସହିତ ତାଙ୍କ ମୁହଁ ଦେଖିବାକୁ ମଧ୍ୟ ଇଚ୍ଛା କରନ୍ତିନି। ସେମାନେ ଜଗତର ଲବଣ ହେଇପାରିବେ ନାହିଁ। କୋଉଠି ନା କୋଉଠି ସେମାନେ ଲବଣତ୍ୱକୁ ହରେଇଛନ୍ତି। ଆଜି ଯଦି ପ୍ରତ୍ୟେକ ପରିବାରରେ ଯଦି ଆମେ ମିଶିବାର ଯଦି ଅଛି, ପ୍ରଭୁ ଏଇ ଲବଣ ଆଜି ଆମମାନଙ୍କୁ କରନ୍ତୁ। ଅନେକ ଅଛନ୍ତି ଦୀର୍ଘ ଦିନ ଯାଏ ସେମାନଙ୍କ ପାଳକଙ୍କ ସହିତ କଥା ପାଇଁ ମଧ୍ୟ ଇଚ୍ଛା କରନ୍ତିନି। ସେମାନେ ଯାହା ଶିକ୍ଷା ଦିଅନ୍ତି ତାକୁ ମାନିବା ପାଇଁ ଇଚ୍ଛା କରନ୍ତିନି। ତାହେଲେ ଆମେ ଜଗତର ଲବଣ ହେଇପାରିବା ନାହିଁ। ଯଦି ପୃଥିବୀର ଆଜି ଆମେ ଲବଣ ଅଟୁ, ପ୍ରତ୍ୟେକ ପରିବାରରେ ମିଶିବାର ଅଛି। ଲୁଣ କେବେ କୁହେ କି ପକେଇଲା ସମୟରେ ତରକାରୀରେ ଆଳୁ ସହିତ ମିଶିବେନି, ଖାଲି ଭେଣ୍ଡିରେ ମିଶିବି? କେବେ ଲବଣ କୁହେ କି ବାଇଗଣରେ ମିଶିବି, ଜହ୍ନିରେ ମିଶିବିନି? ନାଇଁ, ସବୁ ଜାଗାରେ ସମାନ ପରିମାଣରେ ମିଶିକି ତାର ସ୍ୱାଦକୁ ବଢେଇଥାଏ। ଯଦି ପୃଥିବୀର ଆଜି ଆମେ ଲବଣ, ତାହେଲେ ପ୍ରତ୍ୟେକ ବ୍ୟକ୍ତିଙ୍କ ସହିତ ଆମେ ମିଶିବା। ଅନେକ ଅଛନ୍ତି ମଣ୍ଡଳୀକୁ ଯାଆନ୍ତି, କିନ୍ତୁ ଯାହା ସହିତ ପଡେନି ତା ପାଖରେ ବସି ନଥାନ୍ତି, ତାର ମୁହଁ ଦେଖିବାକୁ ମଧ୍ୟ ଇଚ୍ଛା କରନ୍ତିନି। ତାହେଲେ ଜଗତର ଲବଣ ହେଇପାରିବେ ନାହିଁ। ସେଇଥିପାଇଁ ଦ ସର୍ମନ୍ ଅନ୍ ଦ ମାଉଣ୍ଟ ଅନେକ ପଢିବା ପାଇଁ ଇଚ୍ଛା କରନ୍ତିନି। ଏଇଥିପାଇଁ ଯଦି ଲବଣ ହେବେ ତାହେଲେ ଆତ୍ମାରେ ଦିନହୀନ ହେବାକୁ ପଡିବ। ଯଦି ଲବଣ ହେବେ ତାହେଲେ ନିଜର ପାପ ପାଇଁ କ୍ରନ୍ଦନ କରିବା ପାଇଁ ପଡିବ। ଯଦି ଲବଣ ହେବେ ତାହେଲେ ନିଜର ସ୍ୱାଦକୁ ପ୍ରକାଶ ନ କରି କିନ୍ତୁ ଅନ୍ୟର ସ୍ୱାଦକୁ ବଢେଇବାକୁ ପଡିବ। ଆହୁରି ବହୁତ ବିଷୟ ଅଛି, କିନ୍ତୁ ସମୟ ହେଇଯାଇଛି। ଯଦି ଲବଣ ମାନେ ତାହେଲେ ଅନ୍ୟର ସ୍ୱାଦକୁ ବଢେଇବାର ଅଛି। ସବୁବେଳେ ନିଜର ପ୍ରଶଂସା, ନିଜର ଗୁଣଗାନ, ନିଜେ ମୁଁ ଏମିତି ଏଇ ବିଷୟ କହିବା ବନ୍ଦ କରୁ, କିନ୍ତୁ ଅନ୍ୟମାନଙ୍କର ସ୍ୱାଦକୁ ବଢାଉ।
ତା ଗୋଟେ ନମ୍ର ବ୍ୟକ୍ତିର ପରିଚୟ ଅଟେ। ଅନ୍ୟକୁ ନିଜ ଠାରୁ ଶ୍ରେଷ୍ଠ କହିବା, ଅନ୍ୟ ସେ ଜଣେ ମୋ ଠାରୁ ଭଲ ବ୍ୟକ୍ତି ଅଟନ୍ତି, ସେ ଜଣେ ମୋ ଠାରୁ ତାଙ୍କର ଭଲ ଟ୍ୟାଲେଣ୍ଟ ଅଛି, ଯୋଉମାନେ ସେୟା କହନ୍ତି ସେମାନେ ନମ୍ର ଅଟନ୍ତି। ତ ଲୁଣର ଗୁଣ ମଧ୍ୟ ସେଇଭଳିଆ ପ୍ରକାର, କେବେ ହେଲେ ନିଜର ସ୍ୱାଦକୁ ପ୍ରକାଶ ନ କରି ଅନ୍ୟର ସ୍ୱାଦକୁ ବଢେଇଥାଏ। ଯଦି ଆଜି ଆମମାନେ, ମୁଁ କହିବା ପାଇଁ ଚାହେଁ, ଯଦି ଗହଳିରେ ଅଛୁ ତାହେଲେ ଲବଣ ହେଇପାରିବାନି। ଯଦି ଶିଷ୍ୟ ଆଡକୁ ଆସୁ, ଆଉ ଯଦି ଏଇ ବିଷୟ ଆମମାନଙ୍କ ଜୀବନରେ ଯଦି ଆଜି ନାହିଁ, ପ୍ରଭୁଙ୍କ ନିକଟରେ କ୍ରନ୍ଦନ କରୁ। ପ୍ରଭୁ ଦ ସର୍ମନ ଅନ୍ ଦ ମାଉଣ୍ଟ, ଆଜି ଯୋଉମାନେ ପଢି ନାହାନ୍ତି, ମୁଁ କହିବା ପାଇଁ ଚାହେଁ ମାଥ୍ୟୁ 5-7 ଥରେ ପଢନ୍ତୁ ଆଟଲିଷ୍ଟ। ସେ ବିଷୟ ଯାହା ଲେଖାଯାଏ ତାକୁ ଆମମାନଙ୍କୁ ପାଳନ କରିବାକୁ ପଡିବ। ଆଉ ଯୋଉମାନେ ଯଦି ଲବଣତ୍ୱକୁ ଯଦି ହରେଇଛନ୍ତି ତାଙ୍କୁ ପ୍ରଭୁ ବ୍ୟବହାର କରିପାରିବେ ନାହିଁ। ସେମାନେ ସେ ରୋଡରେ ତଳେ ଯୋଉ ପକାଯାଏ ଆଉ ଲୋକମାନେ ତାପରେ ଚାଲିକି ଯାଆନ୍ତି। ଆଜି ଆମମାନେ ଏଇ ମୁଁ କହିବା ପାଇଁ ଚାହେଁ, ଅନେକ ଆଜି ଲେଣ୍ଟରେ ଅଛନ୍ତି, ମତେ ଅନେକ ପ୍ରଶ୍ନ କରନ୍ତି, ଲେଣ୍ଟରେ ଆମମାନେ କାହିଁକି ଲୋକମାନେ ଲେଣ୍ଟ କରନ୍ତି? ନୋ ଡାଉଟ୍ ଆମମାନେ ଉପବାସ ତ କରିବା, କିନ୍ତୁ ତା ବାହିକ ଭାବରେ ନ ହଉ। ଲବଣତ୍ୱକୁ ରଖିବାର ଅଛି। ନିଜର ପାପ ପାଇଁ କ୍ରନ୍ଦନ କରୁ। ଯୀଶୁ ଖ୍ରୀଷ୍ଟଙ୍କର କୃଷାର୍ପିତ ମୃତ୍ୟୁକୁ, ଯନ୍ତ୍ରଣାକୁ ଆମମାନେ ନିଶ୍ଚୟ ମନେ ପକେଇବା, କିନ୍ତୁ ନିଜର ପାପରୁ, ଯେତେବେଳେ ଯୀଶୁ ଖ୍ରୀଷ୍ଟ ଆସିଥିଲେ ଆମମାନଙ୍କୁ ପାପରୁ ଯେଭଳି ଭାବରେ ମୁକ୍ତି ଦେଇଥିଲେ, ଆଜି ମଧ୍ୟ ସେଇଭଳି ପ୍ରକାରେ ନିଜର ପାପ ପାଇଁ ବାହୁନି ବାହୁନି କାନ୍ଦୁ, ନିଜର ପାପ ପାଇଁ କ୍ରନ୍ଦନ କରୁ। ଆଉ ସେଇ ଶୋକାର୍ତ ଲୋକ ପାଇଁ ଲୋକଙ୍କୁ ପ୍ରଭୁ ନିଶ୍ଚୟ ସାନ୍ତ୍ୱନା ଦେବେ। ଯଦି ଆଜି ଆମମାନେ ପୃଥିବୀର ଲବଣତ୍ୱକୁ ଆଜି ଆମମାନଙ୍କ ପାଖରେ ରଖିବାର ଅଛି। ହାଲେଲୁୟା। ପ୍ରଭୁ ଏଇ ଅଳ୍ପ ବାକ୍ୟରେ ସାହାଯ୍ୟ କରନ୍ତୁ। ଆମେନ୍। ଆସୁ ମାନେ